ଅତୀତର କଥାକୁ ଭାବି କେବେ ବି ଚିନ୍ତା କରନ୍ତୁ ନାହିଁ, ବରଂ ବର୍ତ୍ତମାନକୁ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତୁ। କାହିଁକିନା ଅତୀତକୁ ବଦଳାଇବାର କ୍ଷମତା ଆମ ପାଖରେ ନାହିଁ, କିନ୍ତୁ ବର୍ତ୍ତମାନକୁ ବଦଳାଇବାର କ୍ଷମତା ଆମ ପାଖରେ ଅଛି। ସମ୍ପର୍କକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତୁ, କିନ୍ତୁ କେବେ ବି ନିଜ ଆତ୍ମସମ୍ମାନକୁ ବଳି ଦେଇ ସମ୍ପର୍କକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନାହିଁ। କାହିଁକିନା ନିଜ ଆତ୍ମସମ୍ମାନ ଠାରୁ ବଡ଼ ଜିନିଷ ଏ ଦୁନିଆରେ ଆଉ କିଛି ନାହିଁ। ଜୀବନରେ କେବେ ବି ନିଜ ସୁନ୍ଦର ଚେହେରା ପାଇଁ ଗର୍ବ କରନ୍ତୁ ନାହିଁ, କାହିଁକିନା ଦୁନିଆରେ ମଣିଷ ନିଜ ଚେହେରା ପାଇଁ ନୁହେଁ, ବରଂ ନିଜ କର୍ମ ଆଉ ଚରିତ୍ର ପାଇଁ ପରିଚିତ ହୋଇଥାଏ। ତେଣୁ ଜୀବନରେ ସବୁବେଳେ ଭଲ କର୍ମ ଏବଂ ଚରିତ୍ରକୁ ସୁନ୍ଦର ରଖିବାକୁ ଚେଷ୍ଟା କରନ୍ତୁ। କେବେ ବି କାହା ସହ କଥା ହେବା ପାଇଁ ତାକୁ ବାଧ୍ୟ କରନ୍ତୁ ନାହିଁ, କାହିଁକିନା ଯିଏ ସତରେ ଆପଣଙ୍କ ସହ କଥା ହେବା ପାଇଁ ଚାହିଁଥାଏ, ତେବେ ସେ ହଜାରେ ବ୍ୟସ୍ତ ଥିଲେ ମଧ୍ୟ ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ସମୟ ବାହାର କରିଥାଏ।